ପଚାରି ପାରିବିନି କି? ଯାଉଛି ପଚାରିକି ଆସିବି। ଯା ଯା। ନିଅ ଏଇ ଶାଢୀଟା ପିନ୍ଧିକିରି ଘର ଭିତରେ ବସ ଯାଇକି। ଆରେ ଶାଢୀଟା ମତେ କଣ ଦଉଛୁ? ମୁଁ ପିନ୍ଧିବି ଏଇଟା? ମୁଁ କୋଉଦିନ ଶାଢୀ ପିନ୍ଧିଥିଲି? ଆଜି ଦଉଛୁ ଶାଢୀ ପିନ୍ଧିବାକୁ? ଆଉ ଶାଢୀ ପିନ୍ଧିବାନି ତ ଆଉ କଣ କରିବ? ସେ ମା ଝିଅ ଦି ଜଣ ସାଥିରେ ମୋ ସାଥିରେ 2 ଦିନ ହେଲା କଳି ଲଗେଇଲେଣି। କହୁଛି ଯା ଟିକେ ପଚାରିବ ବୋଲି କେବେ ଶୁଣୁନ। ଆଉ ଶାଢୀ ପିନ୍ଧିକି ଘରେ ବସିବନି ଆଉ କଣ କରିବ ତମେ? ଆଲୋ ଆମ ଘରେ କଣ ଅଭାବ ଯେ ତୁ ଯାଇକି ଆମ ସାହି ଲୋକଙ୍କ ସାଥେ ମିଶୁଛୁ କହିଲୁ? ପିଇକୁ ତାଙ୍କ ପାଖକୁ ପଳଉଛୁ, ଦୁଃଖ ସୁଖ ହଉଛ, ତମେ ମାଇକିନା ଭିତରେ 8-10 ଜଣ ମାଇକିନା ବସି ପଡୁଛ, ଦୁଃଖ ସୁଖ ହଉଛ। ତମେ କଣ ଗଣ୍ଡଗୋଳ ଲାଗି ଯାଉଛ? ଶେଷ ଆସିକି ମତେ ମଝିରେ ପୁରଉଛୁ। ମୁଁ କହିଲି ପରା ତମେ ଯାଇକି ପଚାରିବ ବୋଲି। ହଁ ହଉ, ଏ ଶାଢୀଟା ଧ, ଯାଇକି ପଚାରିକି ଆସିବି। କଣ ପଚାରି ପାରିବିନି କି? ଯାଉଛି ପଚାରିକି ଆସିବି। ଯା ଯା। ଇଏ କି ତମର ଅବସ୍ଥା? ଏମିତି କଣ ଗଞ୍ଜି ଫଞ୍ଜି ଚିରି ମୁଣ୍ଡ ଫୁଣ୍ଡ ଫଟେଇ ଏମିତି କଣ ହେଇକି ଆଇଛ? ଶଳା ମାଇକିନା ବୁଦ୍ଧିରେ ପଡିକି ଗଲି, ତାକୁ ଯେମିତି ଯାଇକି ପଚାରିଛି, ବୋପା ପୁଅ ମା ଝିଅ ଧରିକି ତ ମତେ ଛାଡିଲେ ଦାଣ୍ଡ ପଟେ। ଆଉ କଣ ବାଡେଇକି ମତେ ଏମିତି ଅବସ୍ଥା କରିଛନ୍ତି ହେଲା। ସେଥିପାଇଁ ତ ମୁଁ କହୁଛି ଏଇ ଶାଢୀ ପିନ୍ଧିକିରି ଘରେ ବସ। ତମେ କୋଉଠିକି ନୁହେଁ ଅଣ୍ଡ୍ରେଟ ପଚାରିବାକୁ ଯାଇକି ମାଡ ଖାଇକି ଆସୁନି ମୁଣ୍ଡ ହାଲିଆ ଫଟେଇକି। ଲୁଗା ପିନ୍ଧିବାକୁ ମତେ କହିଲା, ଛୁଆ ମାଇକିନା ବୁଦ୍ଧିରେ ପଡିକି ଗଲି, ତାକୁ ଯାଇକି ପଚାରିଲି, ମାଡ ଗଣ୍ଡେ ଖାଇକି ଆସିଲି। ଭାଇ ମାଇକିନା ବୁଦ୍ଧିରେ କେତେବେଳେ ହେଲେ ପଡିବେନି। ତାଙ୍କ ଭିତରେ ସେ ସାଇ ପଡିଶା ଭିତରେ କଣ ହଉଛନ୍ତି ହୁଅନ୍ତୁ। ଯଦି ମାଇକିନା ବୁଦ୍ଧିରେ ପଡିକି କାହା ପାଖକୁ ଗଲେ ମୁକାବିଲା କରିବାକୁ, ତାହେଲେ ମୋରି ଭଳିଆ ଏମିତି ବାଡିଆ ଖାଇକି ଆସିବ। ଏ ଘରେ ଶାଢୀ ପିନ୍ଧିକି ବସି ପଡିବ, ମାଡ ଖାଇବା ଦରକାର ନାହିଁ। ମାଡ ଖାଇବା ଦରକାର ନାହିଁ।